ବୋ ଖାଇସାରିଲୁନି ଲ କ'ଣ ଖାଇଲୁ? ପିଠା କ୍ଷୀର ଘାଣ୍ଟ। ଦିଦି ବି ତ ଖାଇସାରିଲାଣି, ଖାଲି କ'ଣ ଖୁଣ୍ଟିକି ଖାଉଛି। ପ୍ରୀତି ତମେ କ'ଣ କରୁଛ? ଏଠି ମୋବାଇଲ ସ୍କ୍ରୋଲ୍ କରୁଛ। ଆଚ୍ଛା ବୋଉ, ତୁ ବାପା ଆଉ ଦିଶା ହେଇଥିଲ ମାର୍କେଟ ପା, କ'ଣ ସବୁ ଆଣିଛ? ଶାଢ଼ୀ ବ୍ଲାଉଜ୍। ଆଚ୍ଛା ମୁଁ କ'ଣ ଶୁଣିଲି ଶାଢ଼ୀ ପୁରା ବୋଧେ ହାଇ ରେଞ୍ଜର ତୁ ଆଣିଛୁ ଆଜି। ମାନେ ଦେଖ ବାପା ହେଇଥିଲେ ବୋଲି ହାଇ ରେଞ୍ଜର, ମାନେ ମୁଁ ଗଲେ ମୁଁ କହିବି ବୋଉ କେତେ କମ୍ରେ ଆଣିବା, ଇଏରେ ଆଣିବା, ବେଶୀର ଆଣିବା। ନା 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 ବେଶୀର ଆଣନା, ବେଶୀର ଆଣନା, ପଇସା ବେଶୀ ଖର୍ଚ୍ଚ ହେଉଛି। ଆଜି ବାପା ହେଇଥିଲି ବୋଲି ପୁରା ହାଇ ରେଞ୍ଜର ଆଜି ଆଣିଛି ମୁଁ। ମୋତେ ବଡ଼ ଦିଦି ଫୋନ୍ କରିକି କହିଲା। ଦେଖାନି ଦେଖିବା ଆମ ଭିଉଅର୍ସ ମାନେ ଦେଖିବେ ଇଏ କେତେ ସୁନ୍ଦର ସୁନ୍ଦର କ'ଣ ଆଣିଛୁ ଶାଢ଼ୀ ଦେଖିବା। ସାଙ୍ଗମାନେ ଦେଖନ୍ତୁ ଏଠି ଭାଇ ଭଉଣୀ ପୁରା ଶୋଇପଡ଼ିଛନ୍ତି। ଦିଶା ଆଜି ଯାଇଥିଲା ପ୍ରଥମ ଥର ପାଇଁ ସ୍କୁଲ, ତ ଏମାନଙ୍କର ପୁରା ଶୋଇବା ପୁରା ନିଗୁଣ ନିଦରେ। ଏଠି ଖୋଲି ରଖିଛୁ କ'ଣ ଦେଖୁଥିଲୁ ନା କ'ଣ କାହାକୁ, ନା କ'ଣ ଖୋଲି ରଖିଛୁ? ସାଙ୍ଗମାନେ ଦେଖନ୍ତୁ ଏଠି ଆମର ନୂଆ ମାଛ ବହୁତ ପ୍ରକାର ଆସିଛନ୍ତି। ତ ଏଠି ଗୋଟେ କ୍ରୋକୋଡାଇଲ୍ ଫିସ୍ ଅଛି। ବୋଉ ଏ ସବୁବେଳେ ଲୁଚିକି ରହିଲା, କାଢ଼ ହେଲା ଆଜି। ଆଜି ଲୁଚିକି ନାହିଁ, ଏଠି ବାহিরে ଅଛି ନା, ଆଜି ବାহিরে ଦେଖ ଏଠି ଆଜି ବାহিরে, ଆଜି ବହୁତ ଦିନ ପରେ ସେ ବାহিরে ବୁଲୁଛି। ଦେଖନ୍ତୁ ଏଇଟା କ୍ରୋକୋଡାଇଲ୍ ଫିସ୍ ହେଇ ଏପଟେ। ହଁ ପୁଣି ଗଲା ବାସ୍ ତା ଜାଗା ସେ ଧରିଗଲା। ବୋଉ ଏଠି ଲୁଗା ଦୋକାନ ଖୋଲି ସାରିଲାଣି। ଇଏ କ'ଣ କ'ଣ ଆଣିଛୁ କ'ଣ ଦିଦି, କ'ଣ ଏତେ ପ୍ରଶଂସା, ଏତେ ଦାମିକି ଆଣିଛୁ, ଇଏ ଆଣିଛୁ ସିଏ ଆଣିଛୁ। ଆଚ୍ଛା ମୋତେ ଗୋଟେ କଥା କୁହ, ତମ ଶାଶୁ ବୋଉ କ'ଣ ଗୋଟେ କଲର୍ର ପିନ୍ଧଛ ନା କ'ଣ ଶାଢ଼ୀ? ହଁ ହାଲକା ଟିକେ ମିସମ୍ୟାଚ୍ ନହେଲେ ଏକା କଲର୍ର। ବୋଉର କେବଳ ଗେରୁଆ ବସ୍ତ୍ର ନା କ'ଣ? ବୋଉ ବାବାଜୀ ଫାବାଜୀ ତ ହେଇଯିବ କି? ଆଉ ମାନେ ଆଉ ଗୋଟେ କଥା ନା ବୋଉ, କିନ୍ତୁ ପ୍ରଥମ ଥର ପାଇଁ ସବୁବେଳେ ମୁଁ ତତେ କୁହେ ଯେତେବେଳେ ଶାଢ଼ୀ କିଣିତେ ଯିବ ପ୍ରୀତି ଆକୁ ନେଇକି ଯିବ, କାରଣ ତୁମେ ଯେତେ ଚଏସ୍ କରି ଆଣ ଆର ପସନ୍ଦ ହେବନି। କାରଣ ବାପା ଆଣିଥିବ ନ ଇଏ ଆଣିଥିବ ଆଉ କିଛି କାହାରି କହିବନି, ଯଦି ଖରାପ ହେଇଥିବେ କିଛି କହିବନି, ଚୁପଚାପ। ଆଜ୍ଞା ଏଇଟା କ'ଣ ବୋଉ ବ୍ଲାଉଜ୍ ନା ସବୁ ସମ୍ବଲପୁରୀ? ପ୍ରାୟତଃ ସବୁ ସମ୍ବଲପୁରୀ ସବୁ ଅଛି। ଏଟା ଗୋଟେ ସାଙ୍ଗମାନେ ଦେଖନ୍ତୁ ସମ୍ବଲପୁରୀ ପ୍ୟାଟର୍ନର ବୋଉ ଆଣିଛି। ତ ଏଇଟା ବୋଧେ ଅଧିକ ଟିକେ ହାଲକା ରେଟ୍, 2750 ଟଙ୍କା। ବହୁତ ଡିସକାଉଣ୍ଟ ହେଇଛି ନା ହେଇନି କିଛି? ମାନେ ଯେଉଁଟା ତ ଫିକ୍ସ ରେଟ୍, ଯେତେ ଲେଖା ହେଇଛି ସେତିକି, ମାନେ ଟଙ୍କାଟେ ଦୁଇ ଟଙ୍କା ବି କାଟିବାର ନାହିଁ। ବାବାରେ ଏଟା ଗୋଟେ ଅଛି ମାନେ ଡେଲି ୟୁଜ୍। ଏଇଟା କ'ଣ ବେଳେ ବେଳେ, ଆଉ ଗୋଟେ ଏଇଟା କ'ଣ? ଏଟା ଡେଲି ୟୁଜ୍। ମାନେ ଯାଇଥିଲୁ 3 ଖଣ୍ଡ ଶାଢ଼ୀ, ଆଉ 2 ଦିନ ଆଣିଲୁନି? ବାପା କହୁଥିଲେ ନା 2 ଦିନ ଆଣିତେ। ନା ଯାଇଥିଲୁ ତୁ। ଆଚ୍ଛା ଦୁଇଟା ମୋତେ କାହିଁ ଗୋଟେ କଲର୍ ଆଣିଲୁ? ଧରି ଏ କଲର୍ଟା, ତିନିଟା ମୋତେ ଗୋଟିଏ କଲର୍ ଲାଗୁଛି ସବୁ। ଦେଖୁନୁ ହାଲକା ଏଇ କଲର୍, ଏଇ କଲର୍, ମାନେ ହାଲକା ଟିକେ ଟିକେ ମିକ୍ସ ରହୁଛି ନାଇଁ। ଇଏ ବା ଆଣିତେ ଯିବ ନା କ'ଣ କହୁଥିଲା ମଝିର, କ'ଣ ପାଇଁ ଗୋଟେ କି ପୂଜା ଆସୁଛି ଆଗରୁ? ରାଧାଅଷ୍ଟମୀ ଅଛି ନା ଆଣିବ ଯାଇକି? ହଉ ଜନ୍ମାଷ୍ଟମୀ ନେଇ ଆସିଛୁ, ରାଧାଅଷ୍ଟମୀ ପାଇଁ ଆସିବ। ନା ବ୍ଲାଉଜ ସବୁ ମାନେ ମସ୍ତ ଡିଜାଇନ୍ ଆଣିଛୁ ଗୋଟେ। ଇଏ ସବୁ ଅଲଗା ଅଲଗା ପ୍ରକାର। ଏଟା ଗୋଟେ କଲର୍, ଏଟା ଗୋଟେ କଲର୍, ବାବାରେ ଏଟା ଗୋଟେ କଲର୍, ଏଟା ଗୋଟେ କଲର୍। କେତେଟା ଆଣିଛୁ କିଲୋ? ମାନେ ମାନେ କେତେଟା? 2 3 4 5 6 7। ମାନେ ବାଗୁଡ଼ି ଦୋକାନ ତମେ କରିବ କି? ଏଥର 7ଟା ଆଣିଛ। ମାନେ ଫାଇନାଲି ବୋଉ ତାର ଶାଢ଼ୀ ପିନ୍ଧିକି ଦେଖିଲା ଯେ ଏଇଟା ଭଲ ଲାଗୁଛି କି ନାହିଁ। ତ ସାଙ୍ଗମାନେ ଆପଣ କମେଣ୍ଟରେ ନିହାତି ଜଣେଇବେ ଯେ ବୋଉକୁ ଏ ଶାଢ଼ୀଟା ଭଲ ଲାଗୁଛି କି ନାହିଁ। ତ ପ୍ରୀତି ଶାଢ଼ୀ ପିନ୍ଧିବାରେ ହେଲ୍ପ କରୁଛନ୍ତି ନା ବୋଉ, କିନ୍ତୁ ଯାହା ବି କହ ମୋତେ ଏଇଟା ଭଲ ଲାଗୁଛି, ସତ କଥା। ପିନ୍ଧିଲା ପରେ ଆହୁରି ଭଲ ଲାଗୁଛି। ବାସ୍ ବାସ୍ ଶୁଣୁ ଭଲ ଲାଗୁଛି ନା ବାପା? ବାପା ପୁରା ଖୁସି, ପୁରା ଭଲ ଲାଗୁଛି। ତ ସାଙ୍ଗମାନେ ଦେଖନ୍ତୁ ଏବେ ପ୍ରୀତି ସ୍ପେଶାଲି ଆମ ପାଇଁ ତିଆରି କରୁଛନ୍ତି ଜାଉ ଚକୁଳି ପିଠା। ତ ଯେଉଁଟାକି ଆମର ଗୋଟେ ଭିଡ଼ିଓ ଭାଇରାଲ୍ ହେଇଥିଲା ସମସ୍ତଙ୍କର, କ'ଣ ଚକୁଳିର କେତେଟା କଣା। ତ ଏ ସାଙ୍ଗମାନେ ଗଣି ହେଉଛି ନା ଦେଖନ୍ତୁ, ବହୁତ ବହୁତ ଗଣି ହେବ ନାହିଁ। ଜଲ୍ଦି କର, ମୁଁ ଯାଇ ଫ୍ରେଶ୍ ହେଇକି ଆସିବି, ଖାଇବା ହେଲା। ତା ସହିତ କ'ଣ କ୍ଷୀର ନା ତରକାରୀ ଫରକାରୀ କିଛି ଅଛି?
ଖାଲି କ୍ଷୀର ଏଠି କ୍ଷୀର ଗରମ ହେଇକି ଅଛି ଆଉ